ନମସ୍କାର। ମାଲ୍ୟଗିରି କହେ ୟୁଟ୍ୟୁବ୍ ଚ୍ୟାନେଲର ସତ୍ୟ ଓ ସିଦ୍ଧାନ୍ତକୁ ମୁଁ ପ୍ରଦୀପ ସାହୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଚଳିତ ମାସ ଆମେ 88ତମ ଉତ୍କଳ ଦିବସ ପାଳନ କଲେ, ଅର୍ଥାତ୍ ଆଉ 12 ବର୍ଷ ପରେ ଆମ ଉତ୍କଳ ପ୍ରଦେଶକୁ 100 ବର୍ଷ ପୂର୍ତ୍ତି ହୋଇଯିବ। 1936 ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟା ଓ ଅନ୍ୟାନ୍ୟ ମହାମନୀଷୀଗଣଙ୍କ ଆତ୍ମବଳୀରେ ଭାଷାଭିତ୍ତିକ ରାଜ୍ୟ ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ଏବଂ ସେହିଦିନଠାରୁ ଆମେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇଲୁ। ଏଥିପାଇଁ ମଧୁବାବୁ 1903 ମସିହାରେ ଉତ୍କଳ ସମ୍ମିଳନୀ 62 ଜଣ ସଭ୍ୟଙ୍କୁ ନେଇ ଗଠନ କରିଥିଲେ, ଯାହାର ପ୍ରଚେଷ୍ଟାରେ 36 ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇପାରିଲା। ମାତ୍ର ଏହି ଉତ୍କଳ ପ୍ରଦେଶ ଭାଷାଭିତ୍ତିକ ରାଜ୍ୟ ହୋଇଥିଲେ ମଧ୍ୟ ଆଜି ଆମେ କ'ଣ ପାଇଛେ? ଏ ମୁଖ୍ୟ ସମସ୍ୟା। ଆଜି 4.5 କୋଟି ଲୋକ ଏ ଓଡ଼ିଶାରେ ଥିବାବେଳେ ସେମାନେ ମୌଳିକ ସୁବିଧା ଯଥା ବିଶେଷ କରି ଆତ୍ମନିଯୁକ୍ତି, ରୋଜଗାର ଏବଂ ପ୍ରଶାସନିକ ସେବା, ତା ସହିତ ଆମ ଛାତ୍ରଛାତ୍ରୀ ଯୁବକମାନଙ୍କ ଭବିଷ୍ୟତ କିପରି ଗଠନ ହେଉଛି ତା ଉପରେ ଦେଖିବା କଥା। ଖଣିଜ ସମ୍ପଦରେ ଭରପୁର ଏବଂ ପ୍ରାୟ 480 କିଲୋମିଟର ବେଳାଭୂମି ଯେଉଁ ରାଜ୍ୟରେ ଅଛି ଏବଂ ସେ ରାଜ୍ୟରେ ଆଜି ଆମର ପ୍ରକୃତରେ କେତେ ପରିମାଣରେ ଅନ୍ୟ ରାଜ୍ୟ ତୁଳନାରେ ଉନ୍ନତି ହୋଇଛି ବା ହେବା ଉଚିତ ବା ହେବା ଆବଶ୍ୟକ ଥିଲା, ତା ଉପରେ ଏକ ଦୃଷ୍ଟିପାତ ଦେବା ସମସ୍ତଙ୍କର ଆବଶ୍ୟକ। ଯଦି ଦେଖାଯାଏ, ଆଜି ଓଡ଼ିଶାରେ ପ୍ରାୟ 24 ବର୍ଷ ଧରି ଆମେ ଜଣେ ମୁଖ୍ୟମନ୍ତ୍ରୀକୁ ଦେଖୁଛୁ, ନବୀନ ପଟ୍ଟନାୟକ, ଯିଏକି ବିଜୁବାବୁଙ୍କ ପୁଅ। ବିଜୁବାବୁ ନିର୍ଦ୍ୱନ୍ଦ୍ୱରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଓ ପରାକ୍ରମୀ ବ୍ୟକ୍ତିତ୍ୱ, ଯିଏକି ଇଣ୍ଡୋନେସିଆରୁ ଭୂମିପୁତ୍ର ବା ସୟନ୍ ଅଫ୍ ସଏଲ୍ ଉପାଧି ପାଇଥିଲେ। ଓଡ଼ିଶା ପାଇଁ ଓଡ଼ିଶାର ଦୁଇଥର ମୁଖ୍ୟମନ୍ତ୍ରୀ ହେବା ସହିତ ଓଡ଼ିଶା ପାଇଁ କିଛି କରିବାର ଇଚ୍ଛାଶକ୍ତି ଥିଲା, ଯାହାକି ଓଡ଼ିଶାବାସୀଙ୍କ ହୃଦୟରେ ସେ ସ୍ଥାନ ପାଇଥିଲେ। ତାଙ୍କରି ପୁଅ ହିସାବରେ ସେ ନବୀନ ପଟ୍ଟନାୟକ ଯେତେବେଳେ ଆମେରିକାରୁ ଆସିଲେ, କଂଗ୍ରେସ ବିରୁଦ୍ଧରେ ଏକ ମତ ସାରା ରାଜ୍ୟରେ ଚାଲିଥିଲା। ସେ ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କଲେ, ଯିଏକି ଓଡ଼ିଆ ଠିକ୍ ଭାବରେ କହିପାରୁନଥିଲେ। ସେ ଆମେରିକାରେ ଥିବାରୁ ଓଡ଼ିଶାର ଲୋକମାନେ ଚିନ୍ତା କରିଥିଲେ, ହଁ ଧୀରେ ଧୀରେ ସେ ଓଡ଼ିଆ ଶିଖିଥିବେ। ମାତ୍ର ଏହା ମଧ୍ୟରେ ନବୀନ ପଟ୍ଟନାୟକ 24 ବର୍ଷ ଧରି ଓଡ଼ିଶାରେ ରହିଥିଲେ ମଧ୍ୟ ଜଣେ IAS ଅଫିସର ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଆ ଶିଖିପାରୁଥିଲେ ମଧ୍ୟ ସେ ଆଜି ଠିକ୍ ଭାବରେ ଓଡ଼ିଆ କହିପାରୁନାହାନ୍ତି। ଏହା ତାଙ୍କୁ ଓଡ଼ିଆ ଭାଷା ଶିଖିବା ପାଇଁ ତାଙ୍କର ଆନ୍ତରିକତା ନାହିଁ, ନା ପ୍ରଚେଷ୍ଟା ନାହିଁ, ବା ବିନା ଓଡ଼ିଆ କହିଲେ ମଧ୍ୟ ଓଡ଼ିଶାବାସୀ ଗ୍ରହଣ କରୁଛନ୍ତି। ଏହା ଚିନ୍ତା କରି ଓଡ଼ିଆ ଭାଷା ଶିଖିବା ପାଇଁ ଇଚ୍ଛା କରୁନାହାନ୍ତି, ତାହା ତାଙ୍କୁ ବେଶ ଭାବରେ ଜଣା। ତେବେ ଆଜି ଜାଣିବାକୁ ପଡ଼ିବ ଯେ 24 ବର୍ଷର ଶାସନ ଭିତରେ ଆମେ ଅନ୍ୟ ରାଜ୍ୟ ତୁଳନାରେ ଆମର ଯୁବଶକ୍ତି ବା ଯେଉଁମାନେ ଏ ରାଜ୍ୟର ଭବିଷ୍ୟତ, ତାଙ୍କ ପାଇଁ ଆମେ ଠିକ୍ ଭାବରେ ନିଯୁକ୍ତି ଯୋଜନା କରିପାରିଛେ କି? ଆମର ବେକାରୀ ସମସ୍ୟାକୁ ଠିକ୍ ଭାବରେ ସମାଧାନ କରିପାରିଛେ କି? ଏବଂ ଗ୍ରାମ୍ୟ ସ୍ତରରେ ଥିବା ଲୋକଙ୍କର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଠିକ୍ ଭାବରେ କାମ କରିପାରିଛେ କି? ତାହେଲେ ଆମେ ଏକ ବିକଶିତ ରାଜ୍ୟ ଭାବରେ ଗଣାଯାଇପାରିବା। ତେଣୁ ଆଜିର ଚିନ୍ତନ ହେଉଛି ଯେ ଆମେ ଯେଉଁ ପରିମାଣରେ ବିକାଶ କରୁଛେ ତାହା କ'ଣ ଯଥେଷ୍ଟ କି? ମଧୁବାବୁଙ୍କ ସ୍ୱପ୍ନର ଓଡ଼ିଶାରେ ଆଜି 88 ବର୍ଷ ପରେ ମଧ୍ୟ ଆମେ ନିଜେ ଚିନ୍ତା କରିବା, ଆମ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖି ଏବଂ ଆମର ରାଜନୈତିକ ପ୍ରଶାସନିକ ବ୍ୟବସ୍ଥାକୁ ଅନୁଧ୍ୟାନ କରି କହିବା ଯେ ପ୍ରକୃତରେ କ'ଣ ଆମେ 88 ବର୍ଷର ଓଡ଼ିଶାରେ ଯେତିକି ବିକଶିତ କରି ହେବା କଥା ଆମେ ସେତିକି ବିକଶିତ ହେଇଛେ, ନା ଆଉ କିଛି ବାକି ରହିଗଲା? ରହିଲି, ନମସ୍କାର, ଧନ୍ୟବାଦ।